ସବୁ କାମ ସାରିକି କେମିତି ବ୍ଲକ୍ କରନ୍ତି କେତେ ସମୟ ବ୍ଲକ୍ କୁହନ୍ତୁ ନାଇଁ ବ୍ଲଗ ଟା ଗୋଟେ ଗୋଟେ ଖୁସି ପାଇଁ କରିଥିଲି ଗୋଟେ ମାନେ ନିଜର ସଉକ ପାଇଁ ଆଉ ଏଇ ଯୋଉ କଣ ପୁରୁଣା ପାର୍ଟିରେ ରହିଲେ ଏତିକି ଫାଇଦା ଆମର ଟିକେ ହୁଏ ଆମକୁ ଟାଇମ ବହୁତ ମିଳେ ଆମେ ସବୁ କିଛି କରିପାରୁ ଯେହେତୁ ଏଠି ନୂଆ ଅନୁଷ୍ଠାନ ଆମେ ନୂଆ ସବୁ ନାଟକରେ ଆମକୁ ଅଭିନୟ କରିବାର ସୁଯୋଗ ମିଳିଛି ତେଣୁ ବହୁତ ବ୍ୟସ୍ତ ରହୁଛୁ ଆପଣ ମାନେ ଯେଉଁମାନେ ଦେଖୁଥିବେ ଆମ ବ୍ଲଗ ଆମକୁ ବହୁତ ଲୋକ କହୁଛନ୍ତି କାହିଁ ଛାଡୁନାହାନ୍ତି ଆଉ ଆମେ ଛାଡି ପାରୁନୁ ଏଇଥିପାଇଁ କି ବର୍ତ୍ତମାନ ଆମକୁ ସମୟ ହଉ ଏଠି ରିହର୍ସାଲ ସରିଯାଉ ଯାତ୍ରା ଆରମ୍ଭ ହେଇଯାଉ ଆମ ପାଖକୁ ସମୟ ଆସିଯିବ ଆମେ ଢେର ସାରା ବ୍ଲଗ କରି ଆପଣ ମାନଙ୍କୁ ଦେଖେଇବୁ। ଦୀପକ ବାବୁ ଏଇଟା ଲେଖିଛନ୍ତି ସନାତନୀ ଲେଖିଛନ୍ତି ପୁଣି ବାବା ତିନିଟା ଭିତରେ କାହାକୁ ବେଶୀ ପ୍ରାଧାନ୍ୟ ଦେଇଥିବ କାହିଁକିନା ଗୋଟେ ପିୟୁଷ ଅଛନ୍ତି ମୁଁ ସେ କଥା କହିବି କେମିତି ଏଡା ଯୋଉଠି ହେଇଛି ଆମେ କଣ ଏଡା ନାଟକ ଦେଖିଲୁଣୁ ନା ସନାତନୀ ଦେଖିଲୁଣୁ ଆମେ ଦେଖିଛୁ କେବଳ ବାଘା ଆମେ ଆମ ନାଟକକୁ ଯାହା ସମୀକ୍ଷା କରିବୁ ଏଡାକୁ ଆଉ ସନାତନୀ କେମିତି କହିବୁ ଦର୍ଶକ ମାନେ କହିବେ ସେମାନେ ଦେଖିଲେଣି ଯାତ୍ରା ହେଲାଣି ସେମାନେ କହିବେ ଆମେ ସେ ବିଷୟରେ କହିବୁ ନର୍ଭସ ଅଛନ୍ତି ନା ପୁରା କନଫିଡେନ୍ସ ଅଛନ୍ତି ନର୍ଭସ ତ ଆଜି ନିହାତି ରହିବୁ ନର୍ଭସ ଆଜି ପ୍ରବଳ ଖାଲି ମୁଁ ଆସୁନଥିଲି ଆପଣ ମାନେ ଡାକିଲେ ବୋଲି ଆସିଲି ମୋର 2 ନମ୍ବର ସିନ୍ ରେ ଅଛି ତେଣୁ ମୁଁ ଆସିଛି ଏବେ ମତେ ବିଦାୟ ଦିଅନ୍ତୁ। ଶେଷ ପ୍ରଶ୍ନ ହଁ ପୁଣି ବଲିଉଡ ଷ୍ଟାର ଆସିଲେଣି ପୁନୀତ ସାର୍ କିଏ ପୁନୀତ ସାର୍ ନାଟ୍ୟ ମଣ୍ଡପକୁ ରାନୀ ମଣ୍ଡପ ନାଟକକୁ ଆସୁଛନ୍ତି ବଲିଉଡ ଷ୍ଟାର କେତେ ଦେଖୁଛନ୍ତି ଯାତ୍ରା ଇଣ୍ଡଷ୍ଟ୍ରି ଏତେ ବଲିଉଡ ଷ୍ଟାର ଓଡିଆର ଏତେ କଳାକାର ମାନେ ନା ଆ ପୂର୍ବରୁ ବି ଆସିଥିଲେ ନା ଆମର ଇଷ୍ଟର୍ନ ଯେତେବେଳେ ଇଷ୍ଟର୍ନ ଅପେରା ହେଇଥିଲା ସେତେବେଳେ ଆସିଥିଲେ ଅଭିନୟ କରିଥିଲେ ଶକ୍ତି କପୁର ଅଭିନୟ କରିଥିଲେ ଆଉ ଜାକି ଶ୍ରଫ ବି ଆସିଥିଲେ ମାନେ ଏମିତି ମାନେ ମଞ୍ଚକୁ ଖାଲି ଆସିଥିଲେ ତା ପୂର୍ବରୁ ଆସିଥିଲେ ତେଣୁ ଆସୁଛନ୍ତି ଯାହା ହଉ ଆମର ସୌଭାଗ୍ୟ ସେମାନେ ଆସିକି ଆମର ଓଡିଶାରେ ଆମ କଳାକାରଙ୍କ ଗଣରେ ଅଭିନୟ କରୁଛନ୍ତି ସେଇଟା ଆମ ମାନଙ୍କର ସୌଭାଗ୍ୟ। ଖଣ୍ଡଗିରି ତ ସବୁବେଳେ କମ୍ପିଟିସନ ଆଉ ଏ ବର୍ଷ କଣ ସବୁବେଳେ ଦର୍ଶକ ମାନଙ୍କୁ କହିବି ଆଜି ଆମର ବାଘା ନାଟକ ହଉଛି ମାନେ ଫାଇନାଲ ବିଜିଏମ ଚାଲିଛି ଆଉ ଦେଖିବେ ଆଜି ତ ନିଶ୍ଚିନ୍ତ ଭୁଲ ଭଟକା ରହିବ ଆଉ ଗୋଟାଏ ଦିଟା କ୍ୟାମ୍ପରେ ବି ଭୁଲ ଭଟକା ଟିକେ ଅଧେ ରହିବ ଯୋଉଠି ବି ଦର୍ଶକ ମାନେ ଆମର 19 ତାରିଖରେ ଯାତ୍ରା ଆରମ୍ଭ ହେଇଯାଉଛି ରସୁଲଗଡରେ ତେଣୁ ଯେମିତି କୋଣାର୍କରେ ଭଲ ପାଇବା ଦଉଥିଲେ ଭଲ ପାଉଥିଲେ ସେମିତି ସୂର୍ଯ୍ୟବଂଶୀରେ ଆପଣ ମାନଙ୍କ ଭଲ ପାଇବା ଆଶୀର୍ବାଦ କାମନା କରିବୁ ଆଉ କିଛି କହୁନୁ ଯାହା କହିବୁ ଯାତ୍ରା କଲା ପରେ କାରଣ ଯୋଉଥିପାଇଁ ଆପଣ ମାନେ ଆମକୁ ଭଲ ପାଇଛନ୍ତି ସେ ଜିନିଷଟା ଯଦି ଆପଣ ମାନେ ଆମ ଠାରୁ ନ ପାଇବେ ତାହେଲେ ଆମକୁ ଭଲ ପାଇବା କେମିତି ଦେବେ ତେଣୁ ଆମେ ଆଉ ବିଶେଷ କିଛି କହୁନୁ ଖାଲି ଆପଣଙ୍କ ଆଶୀର୍ବାଦ ଆପଣଙ୍କ ଭଲ ପାଇବା ଏତିକି ମାଗୁଛୁ ଆଉ ଆମେ ଆପଣ ମାନଙ୍କୁ ଯାହା ଦେଇପାରିବୁ ଯାତ୍ରା କଲା ପରେ ରହୁଛି।